ସମସ୍ତଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ, ଆଉ ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ସେମାନଙ୍କ ନାଁ ତାଲିକାରୁ କଟାଯିବ। ତେବେ ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବର୍ତ୍ତମାନ ସୁଦ୍ଧା ବି ବଞ୍ଚିତ ହୋଇଛନ୍ତି। ତେବେ ସେମାନେ କାହିଁକି ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି? ରାସନ କାର୍ଡ ସେମାନଙ୍କର ଅଛି କି ନାହିଁ, କେୱାଇସି ଅପଡେଟ୍ ହୋଇଛି କି ନାହିଁ ଏବଂ ଅନ୍ୟାନ୍ୟ ଯାହା ଯାହା ଆବଶ୍ୟକ ତାହା ତର୍ଜମା କରିବା ପାଇଁ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ଏଥିପାଇଁ ସବୁ ବିଭାଗର ଅଧିକାରୀମାନଙ୍କୁ ଡକାଯାଇଥିଲା। ସବୁ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଯେଉଁମାନେ ପୂର୍ବରୁ ସୁଭଦ୍ରା ଟଙ୍କା ପାଇଥିଲେ, ଏବେ ଦୁଇଟି ଯାକ କିସ୍ତି କଟିଯାଇଛି। ଏକାବେଳେ ସେମାନଙ୍କୁ ଦୁଇଟି ଯାକ କିସ୍ତି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେଣୁ ଏଭଳି ଅନେକ ଅଭିଯୋଗ କିଛିଦିନ ହେଲା ରାଜ୍ୟ ସରକାରଙ୍କ ହସ୍ତଗତ ହେବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି ବିଭାଗ। ଏଥିରେ ବିଚଳିତ ହେବାର କିଛି ନାହିଁ। ଯେଉଁମାନେ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନେ ଯଦି ଯୋଗ୍ୟ ହୋଇଥିବେ ନିଶ୍ଚୟ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରିପୋର୍ଟ ATV ଓଡ଼ିଶା ଲାଇଭ୍।